ଆମର ରାମଲଲାଙ୍କ ପାଖକୁ ଯୋଉ ଧନୁ ଯାଉଛି ସନାତନ ଜାଗରଣ ମଞ୍ଚ ଏ ଜାଗରଣ ମଞ୍ଚ ତରଫରୁ ଏ ଧନୁକୁ ପ୍ରସ୍ତୁତ କରାଯାଇଛି। ଏ ଯୋଉ ଧନୁ ତୀର ଏହା 5ଗୋଟି ଧାତୁରେ ନିର୍ମିତ ହୋଇଛି। ସ୍ୱର୍ଣ୍ଣ, ରୌପ୍ୟ, ତମ୍ବା, ଲୁହା ଏବଂ ଜିଙ୍କ୍। ଏହା ଦ୍ୱାରା କ'ଣ ହଉଛି, ସ୍ୱର୍ଣ୍ଣରେ ଲକ୍ଷ୍ମୀଙ୍କ ବାସ ରହିଲା, ରୂପାରେ ଚନ୍ଦ୍ରଙ୍କ ବାସ ରହିଲା, ଲୌହରେ ଶନିଙ୍କ ବାସ ରହିଲା ଏବଂ ରୂପାରେ ଚନ୍ଦ୍ରଙ୍କ ବାସ ରହିଲା ଏବଂ ଜିଙ୍କ୍ରେ ନବଗ୍ରହଙ୍କ ବାସ ରହିଲା। ସମସ୍ତ ଗ୍ରହଙ୍କର ଅଧିପତି ହେଲେ ପ୍ରଭୁ ଜଗନ୍ନାଥ ବା ରାମ। ଯୋ ହି ରାମ ଓ ହି ଜଗଦୀଶା। ସେଥିପାଇଁ ଆମର ଉତ୍କଳବାସୀଙ୍କ ପାଇଁ, ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ବଡ଼ ଗୌରବର କଥା କି ଆଜି ଗୋଟିଏ ଧନୁ ନିର୍ମାଣ କରାହେଇଛି 11 କିଲୋର, ଆଉ ତା ସାଙ୍ଗରେ ତୀର। ସିଏ ବର୍ତ୍ତମାନ ଅଯୋଧ୍ୟା ଯିବ। ଅଯୋଧ୍ୟାରେ ରାମଲଲାଙ୍କର ଯୋଉ ମ୍ୟୁଜିୟମ ଅଛି ସେଠାରେ ସ୍ଥାପିତ କରାଯିବ। ସେଥିପାଇଁ ସମସ୍ତ ଉତ୍କଳବାସୀ, ପୁରୀବାସୀ ଆମେ ଗର୍ବିତ ହେବା ଦରକାର କି ଆଜି ସେ ଧନୁ ତୀର ଆଜି ରାମଲଲାଙ୍କର ପ୍ରତିଷ୍ଠା ହେଲା ଏବଂ ଶ୍ରୀକ୍ଷେତ୍ରରୁ ପୂଜା ହେଇ ଧନୁ ତୀର କାଲି 10ଟାରୁ 12ଟା ମଧ୍ୟରେ ସମସ୍ତ 18 ତାରିଖ ରାତିରେ ପହଞ୍ଚିବ ଏବଂ 19 ତାରିଖ ଏଇଠି ଉତ୍ତର ପାର୍ଶ୍ୱ ମଠ ଦେବାଳୟ ଶ୍ରୀ ରଘୁନାଥଜୀଙ୍କ ଆଶ୍ରମ ସମ୍ମୁଖରେ ସମସ୍ତେ ଏକତ୍ରିତ ହୋଇ ସମସ୍ତ ସେବାୟତ, ସମସ୍ତ ଭକ୍ତ, ସମସ୍ତ ସନ୍ଥ ମହନ୍ତ ସମସ୍ତେ ଏକାଠି ଆମେ ଧନୁ ତୀରକୁ ରାମଲଲାଙ୍କ ପାଇଁ ଉତ୍ସର୍ଗ କରିବା ପାଇଁ ଏକତ୍ରିତ ହେଇକି ଆମେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଗୋଟେ ପରିକ୍ରମା କରିବା ଭବ୍ୟ ଶୋଭାଯାତ୍ରା ଭିତରେ ଏବଂ ଏଠୁ ମେଲାଣି ଦେବା ପ୍ରଭୁଙ୍କ ପାଖରେ ଯାଇ ରାମଙ୍କ ପାଖରେ ଏଇ ଧନୁ ତୀର ପହଞ୍ଚୁ ଏବଂ ଆମର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ତାଙ୍କ ନିକଟରେ ପହଞ୍ଚୁ। এই ভিডিওটি আপনার কেমিতি লাগিলা কমেন্ট করে জানাতু। ধরিত্রী লাইভ র यूट्यूब এবং फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।